କଥା ହେଉଛି ପୂର୍ବର ରାଜ୍ୟ ସରକାର ମାନେ ଯେବେଠୁ ମଣ୍ଡଳ କମିଶନ ସାରା ଦେଶରେ ଲାଗୁ କରାଗଲା ସେହି ଦିନ ଠାରୁ ରାଜ୍ୟ ସରକାର ପଛୁଆ ବର୍ଗର ଶିକ୍ଷା କ୍ଷେତ୍ରରେ ଆଦୌ ରିଜର୍ଭେସନ୍ ଦେଇନଥିଲେ। ଯେତେବେଳେ କେନ୍ଦ୍ର ସରକାର 2006 ମସିହାରେ ସେଣ୍ଟ୍ରାଲ ୟୁନିଭର୍ସିଟି ଏବଂ ଗଭର୍ଣ୍ଣମେଣ୍ଟ କଲେଜ ମାନଙ୍କରେ 27% ରିଜର୍ଭେସନ୍ ଦେଲେ ଏବଂ SC ST ପିଲାମାନଙ୍କୁ ତାଙ୍କର ସଂଖ୍ୟାନୁପାତରେ ତାଙ୍କୁ ରିଜର୍ଭେସନ୍ ମିଳିଲା। ମେଡ଼ିକାଲ ଏଜୁକେସନ୍ ହେଉ, ଇଞ୍ଜିନିୟରିଂ ହେଉ କିମ୍ବା ଅନ୍ୟ ବୈଷୟିକ ଶିକ୍ଷାରେ ତାଙ୍କୁ ଦିଆଗଲା। ରାଜ୍ୟ ସରକାର ଆମ ରାଜ୍ୟରେ OBC ଛାତ୍ରଛାତ୍ରୀମାନଙ୍କୁ ଆଦୌ ରିଜର୍ଭେସନ୍ ଶିକ୍ଷା କ୍ଷେତ୍ରରେ ଦେଲେ ନାହିଁ ଏବଂ ଯାହାର ପରିଣାମ ହେଲା ସେମାନେ ତାଙ୍କ କୋଟା ହରାଇଲେ। ପ୍ରତିବର୍ଷ ଅତି କମ୍ରେ 27% ପାଇବା କଥା, ଯଦିଓ ତାଙ୍କର ସଂଖ୍ୟା ହେଉଛି ରାଜ୍ୟ ଲୋକ ସଂଖ୍ୟାର 54 ଭାଗ, ଅତି କମ୍ରେ 27% ପାଇବା କଥା, 0% ରିଜର୍ଭେସନ୍ ପାଇଲେ। SC ST ତାଙ୍କର ସଂଖ୍ୟା 40%, ସେମାନେ 40% ପାଇବା କଥା, ଅନ୍ୟ ସବୁ ରାଜ୍ୟରେ ଦିଆଯାଉଛି, ଏଠି ମାତ୍ର 20%। ତାର ଅର୍ଥ ହେଲା କେବଳ ଶିକ୍ଷାରେ ମେଡ଼ିକାଲ ଏଜୁକେସନରେ ସେମାନେ ଗତ 17 ବର୍ଷ ଭିତରେ ଓଡ଼ିଶାରେ SC ST ପିଲାମାନେ 5000 ପିଲା ଡାକ୍ତର ହେବାରୁ ବଞ୍ଚିତ ହେଇଛନ୍ତି। 5000 ଇଞ୍ଜିନିୟରିଂ ତ ବହୁତ ବେଶୀ। ଠିକ୍ ସେହିଭଳି OBC ପିଲାମାନେ ଅତି କମ୍ରେ 7000 ପିଲା ହେବା କଥା, ସେମାନେ ଡାକ୍ତର ହେବାରୁ ବଞ୍ଚିତ ହେଇଛନ୍ତି। ଗତ ବର୍ଷ ଯେତେବେଳେ EWS କୋଟା ଇଣ୍ଟ୍ରୋଡ୍ୟୁସ୍ ଭାରତ ସରକାର କଲେ ଯେ ଆଗୁଆ ବର୍ଗ ବା ସାଧାରଣ ବର୍ଗରୁ ଯେଉଁ ଗରିବ ପିଲାମାନେ ଅଛନ୍ତି ସେମାନଙ୍କୁ 10% ରିଜର୍ଭେସନ୍ ଦିଆଗଲା। ଆମ ରାଜ୍ୟରେ ବି ଲାଗୁ କରାଗଲା। ତ 6% ଆମ ରାଜ୍ୟର ଜେନେରାଲ କାଟେଗୋରୀର ଲୋକଙ୍କର ସଂଖ୍ୟା, ତାଙ୍କୁ 10% ଦିଆଗଲା ଶିକ୍ଷାରେ ଏବଂ ଚାକିରିରେ। ଯେଉଁ 50%ର ଯେଉଁ ରେଷ୍ଟ୍ରିକ୍ସନ୍ ଥିଲା ସେଟା ଉଠିଗଲା। ଶିକ୍ଷାର ଅବଶ୍ୟ 50%ର ରେଷ୍ଟ୍ରିକ୍ସନ୍ କେତେବେଳେ ହେଇନଥିଲା। ବର୍ତ୍ତମାନ ଯେତେବେଳେ 50% ରେଷ୍ଟ୍ରିକ୍ସନ୍ ଉଠିଯାଇଛି, OBC ଅତି କମ୍ରେ 27% ଉଭୟ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ପାଇବା କଥା। ଠିକ୍ ସେଇଭଳି 40% ତ ସେମାନଙ୍କର ସାମ୍ବିଧାନିକ ଅଧିକାର ହେଉଛି SC ST ପିଲାଙ୍କର, ତାଙ୍କୁ କାହିଁକି ଦିଆଯିବ ନାହିଁ? କାହିଁ ଦିଆହେଉନି? ସେମାନେ ପ୍ରତିବର୍ଷ ପ୍ରାୟ ମେଡ଼ିକାଲ ସିଟ୍ ହରାଉଛନ୍ତି 350 ରୁ 360 ସିଟ୍। ଯଦି 40% କରାଯାଏ ତାହେଲେ ଆହୁରି ଅଧିକା ସେମାନେ 350 ପିଲା ପାଇବେ, ଡାକ୍ତରୀ ପଢ଼ିବା ପାଇଁ ସୁଯୋଗ ପାଇବେ SC ST ପିଲାମାନେ। ସେଥିରୁ ତାଙ୍କୁ ବଞ୍ଚିତ କରାଗଲା। ମୁଁ ତ ପୂର୍ବ ସରକାରକୁ ବାର ଏକଥା କୁହାହେଇଛି। ସେମାନେ ଭାବୁଛନ୍ତି ତ ଏଇ ବର୍ଗର ପିଲାମାନେ ବିଶେଷ କିଛି କହୁନାହାନ୍ତି, ଆମେ କାହିଁକି ଏଥିରେ ମାତିବୁ? ସାଧାରଣ ଲୋକ ନା ଖବରକାଗଜରେ ଏକଥା ବାହାରୁଛି, ନା କୌଣସି ଟେଲିଭିଜନ ଚ୍ୟାନେଲ ଏ ବିଷୟରେ ଚର୍ଚ୍ଚା କରୁଛି। ବର୍ତ୍ତମାନ ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏ ଆସିଛନ୍ତି ଏଠିକି ନୂଆ କରି, ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସେ ବିରୋଧୀ ଦଳରେ ଥିଲାବେଳେ ସେ ବାର ଏକଥା ଉଠେଇଛନ୍ତି ବିଧାନସଭାରେ। ନ୍ୟାଚୁରାଲି ସେ ଯେହେତୁ ଆଦିବାସୀ ବର୍ଗରୁ ଆସିଛନ୍ତି, ସେ ସେଥିପାଇଁ କନସର୍ନ ଥିଲେ, ସ୍ୱାଭାବିକ ଭାବେ ସେ ଉଠେଇଥିଲେ ବିଧାନସଭାରେ। ଏବଂ ଯିଏ ବର୍ତ୍ତମାନର ସୋସିଆଲ ଜଷ୍ଟିସର ମନ୍ତ୍ରୀ ହେଇଛନ୍ତି, ନବରଙ୍ଗପୁରର ମାନ୍ୟବର ବିଧାୟକ, ସିଏ ବି ଏକଥା ଉଠେଇଛନ୍ତି ବାର। ସେ ଆଜି ସୋସିଆଲ ଜଷ୍ଟିସର ମନ୍ତ୍ରୀ ହେଇଛନ୍ତି। ମୁଁ ସେଥିଲାଗି କାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି। ମୁଁ କହିଲି ଆପଣ ଯେତେବେଳେ ବିରୋଧୀ ପକ୍ଷରେ ଥିଲେ ଏକଥା କହୁଥିଲେ, ଏବେ ପଲିସି ବଦଳାନ୍ତୁ, ତାଙ୍କର ସାମ୍ବିଧାନିକ ଅଧିକାର ଦିଅନ୍ତୁ, ରିଜର୍ଭେସନ୍ ଦିଅନ୍ତୁ, ନୋଟିଫାଏ କରନ୍ତୁ, କ୍ୟାବିନେଟ୍ ଡାକନ୍ତୁ, ବସନ୍ତୁ, ଆଲୋଚନା କରି ଏ ସମ୍ପର୍କରେ ନିଷ୍ପତ୍ତି ନିଅନ୍ତୁ ଏବଂ ଜଣାଇ ଦିଅନ୍ତୁ DMET କି ଯେତେବେଳେ NEETର ରେଜଲ୍ଟ ଆସିଯିବ ବା NEET ସମ୍ପର୍କରେ ଯାହା ନିଷ୍ପତ୍ତି ହେବ ତାକୁ ଆଧାର କରି ଏଠି ମେଡ଼ିକାଲ ଆଡମିସନ୍ ହେବା କଥା। ଓଡ଼ିଶାରେ ମଧ୍ୟ ଯେଉଁମାନେ ଷ୍ଟେଟ୍ କୋଟାରେ ଯେଉଁମାନେ ରହିବେ, NEETର ମାର୍କ ବେସିସ୍ରେ ସେମାନେ ଆଡମିସନ୍ ପାଇବେ। ତ ସେଠି SC ST OBC ପିଲାମାନଙ୍କୁ ସେତିକି ସିଟ୍ ଅନ୍ତର ରିଜର୍ଭେସନ୍ ହେଇଗଲେ ସେ ସେହି ହିସାବରେ ପାଇଯିବେ। ସେମାନେ ଯେତିକି ହରେଇଛନ୍ତି ତ ହରେଇଛନ୍ତି, ଅନ୍ତତଃ ଆଉ ଏ ବର୍ଷଠୁ ନ ହରାନ୍ତୁ। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ମୋର ଏତିକି ନିବେଦନ, ଆପଣ ଏ ସମ୍ପର୍କରେ ଯେହେତୁ ବିରୋଧୀ ପକ୍ଷରେ ଥିଲାବେଳେ ଏ କଥାକୁ ବାର ଉଠେଇଛନ୍ତି, ବର୍ତ୍ତମାନ ଆପଣ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଆପଣଙ୍କୁ କଲମ ଦେଇଛନ୍ତି ହାତରେ, ଆପଣ ଦୟାକରି ଏ ସମ୍ପର୍କୀୟ ନିଷ୍ପତ୍ତି ତୁରନ୍ତ ନେବେ ବୋଲି ମୁଁ ଆଶା କରୁଛି। ଏତିକି କଥା। ଏବଂ ଜାତି ଜନଗଣନା ଭାରତୀୟ ଜନତା ପାର୍ଟି ବିହାରରେ ସମର୍ଥନ ଦେଇଛି,
सेठी भी जाति जनगणना होती राज्य में तुरंत जाति जनगणना करने आगे आसतु ए संपर्क में निष्पत्ति नियंतु एत कथा मुझे केवल आज सांबादिक सम्मेलन में कही।